ଆମେ ବର୍ତ୍ତମାନ ସମୟରେ ଅଛୁଁ ବଲାଙ୍ଗୀର ଜିଲ୍ଲାର ନଗାଁ ଯେନ୍ ପଞ୍ଚାୟତ ରହିଛି ସେ ନଗାଁରେ ବର୍ତ୍ତମାନ ସମୟରେ ଆମେ ଅଛୁଁ। ଆଉ ଗଲାକାଲି ଅଞ୍ଚଳରେ ଗୋଟେ ଶୋକର ଛାୟା ଖେଳି ଯାଇଛି କାହିଁକି ଗୋଟେ ବାପ ମା ଛେଉଣ୍ଡ ପୁଅ ଯାହାର ବୟସ କି 24 ବର୍ଷ ହଉଥିଲା ତାଙ୍କର ଭଉଣୀ ଯୋଡ଼େ ଆଉ ବାପ ମା ଛେଉଣ୍ଡ ପୁଅ ମାନେ ଘରେ ଗୋଟେ ଗରିବ ପରିବାରର କଥା ଏଇଟା ତ ଯେତେବେଳେ ତାଙ୍କର ବାପ ମାଆକୁ ସେ ଛୁଆ ବେଲୁ ହରିଥିଲେ ତ କାମ କରବାର ଲାଗି ବାହାରକେ ଯାଇଥିଲେ ଏବଂ ବାହାରେ ଦାଦନ ଶ୍ରମିକ ହିସାବରେ କାମ କରୁଥିଲେ ଆଉ ଯେତେବେଳେ ତାଙ୍କର ଜମି ଯାହା ରହିଥିଲା ବର୍ତ୍ତମାନ ସମୟରେ ତ ଧାନ ବିକ୍ରି ଚାଲିଛି ମଣ୍ଡି ମାନଙ୍କୁ ତ ଯେତେବେଳେ ମଣ୍ଡିରେ ଧାନ ତାଙ୍କର ଦେଇଥିଲେ ତ ଯେତେବେଳେ ସେ ଘରକେ ଆସିଥିଲେ ପଇସା କାଢ଼ବାର୍ ଲାଗି ଯେତେବେଳେ ଆସିଥିଲେ ତ ସେଟା ଆଧାର ବେସିସ୍ ଯେନ୍ ହିସାବରେ ବର୍ତ୍ତମାନ ସମୟରେ ପଇସା ମାନେ ପଡ଼ୁଛି ଯେମିତି ଲାଗି ଆମେ ଦେଖୁଛୁ ଅନେକ ଜାଗାରେ ଲୋକ ହଇରାଣ ହଉଛନ୍ ତ ଯେହେତୁ ସେ କେରଳରେ ଯାଇକରି କାମ କରୁଥିଲେ ତ ତାଙ୍କର ନଗାଁରେ ଯେତେବେଳେ ଧାନ ବିକିଛନ୍ ତ କେରଳରେ ପଇସା ପଡ଼ିଥିଲା ଆଉ କେରଳକେ ଯେତେବେଳେ ପଇସା କାଢ଼ବାର୍ ଲାଗି ଯାଉଥିଲେ ତାଙ୍କର ଦେହାନ୍ତ ହେଇଯାଇଛି ବର୍ତ୍ତମାନ ସମୟରେ ତାଙ୍କର ଘରେ କିଏ ନାଇଁନ ଗୋଟେ ବାପ ମା ଛେଉଣ୍ଡା ପୁଅ ଭଉଣୀ ବଡ଼ ଭଉଣୀ ଯେନ୍ ଦୁଇଟା ଅଛନ୍ ସେମାନେ ମ୍ୟାରେଜ୍ କରି ସାରିଲେନ ତ ବର୍ତ୍ତମାନ ସମୟରେ ତାଙ୍କର ଘରେ ଅଛନ୍ ତାଙ୍କର ଭାଇ ଯେ ସମ୍ପର୍କୀୟ ଭାଇ ଆମର ସାଙ୍ଗେ ଅଛନ୍ ତାଙ୍କର ସାଙ୍ଗେ ଅଧିକା ଆଲୋଚନା କର୍ମା ଆଜ୍ଞା। ଯେନ୍ ପିଲାଟା ଖରାପ ତାଙ୍କ ନାଁଟା କାଣା? ବଲରାମ ପ୍ରଧାନ। ଆଜ୍ଞା ସେ କମ୍ ବୟସର ପିଲାଟେ ହଁ, ନିରୀହ ପିଲାଟେ ନିରୀହ ପିଲା ଆଜ୍ଞା। ନିରୀହ ପିଲାଟେ ପୁରା ଗରିବ ପିଲାଟେ। ଆଜ୍ଞା ଆଉ ସେ ପୁରା ତାର କିଏ ବାପା ମା ବାପା ମା କେନୁ ସବୁ ଚାଲିଗଲେ? ତାର ବାପା ମା ଛୋଟ ଥିଲା ଆଉ ଖରାପ ହେଇଗଲେନ। ଆଉ କିଏ ନେନ ତାର ପରିବାରର ତାର ନାନୀ ଯୁଡ଼େ ଅଛନ୍। ତାର ନାନୀ ମାନେ ଗଲେ ଦୁଇଟା ମ୍ୟାରେଜ କରି ସାରିଲେନ। ମ୍ୟାରେଜ୍ କରି ସାରିଲେନ ଆଜ୍ଞା। ଆଉ ସେ ତାର ଖାଇବାର୍ ଲାଗି ଘରେ ଗଲେ ତାର ଲାଗି ଅନ୍ୟ ମୁଠେ ଗଲେ ନେନ ଖାଇବାର୍ ଲାଗି ଗଲେ ମୁଠେ ତ ନେନ। ଏସବୁ ଯେତେବେଳେ ପରିସ୍ଥିତି ଘର ହେଇଥିଲା ଗରିବୀରେ ଯେତେବେଳେ ରହୁଥିଲେ ବାହାରକେ ଦାଦନ ଖଟବା ଲାଗି ଯାଇଥିଲେ ଘର ହଁ ନିଜେ ମାନେ ଯିବାର ହଁ ଖାଇବାର ଲାଗି ହଁ ସେ କାମ କଭର କରିଛେ ଆଉ ଦାଦନ ଖଟି କରି ସେ ଖାଇକରି ଚଲୁଥିଲେ ଚଲୁଥିଲା ଆଜ୍ଞା ସେ ତାହା ଆगे କିନି କିଏ ଆହ କରବାର ଲାଗି କିଏ ନେଇ। ଆଜ୍ଞା। ତ ଆଉ ଆଜ୍ଞା କେବେ ସେ ଘରକେ ଆଇଥିଲେ ଧାନ କେନ ବିକିଥିଲେ ଆଉ କାଣା ଆମର ସବୁ ଏଇ ଘଟଣା? ଆମର ନୂଆ ଏଇ ଆମର ସୋସାଇଟିରେ ବିକା ହେଇଥିଲା। ଆଜ୍ଞା ଆଉ ଏଇଠି ଏଇଥର କାମ କରି ଯାଇଥିଲା କାମ କରିକି ଆଇଲା ଧାନ ଦେବାର୍ ଲାଗି ଆସିଥିଲା ସେ ଆଜ୍ଞା ସେ ବାହାରେ କାମ করে ବେଲେ ଆସିଥିଲା ଧାନ ଦେବାର୍ ଲାଗି ଧାନ ଦେଇ ସାରିଲା। ଆଉ ଆକାଉଣ୍ଟ ଯେତେବେଳେ ଚେକ୍ କଲା ତାର ଆକାଉଣ୍ଟଟା ବେଲେ ସେନ ଲକ୍ ହେଇଥିଲା ବେଲେ ସବୁ ଆକାଉଣ୍ଟ ଚେକ୍ କଲା ତାର ଗୁଟେ ଯୁଡ଼େ ଆକାଉଣ୍ଟ ଥିଲା ପଞ୍ଜାବ ବ୍ୟାଙ୍କରେ ଗୁଟେ ଥିଲା ଯେ ସେନ ସବୁ ଚେକ୍ କଲେ ବେଲେ ତୋର ପଇସାଟା କେରଳରେ ପଡ଼ିଯାଇଛି ବୋଲି ସେ ତେରୁ ଜାଣିଲା। ଆଉ କେରଳକେ ଯେତେବେଳେ ବଲାଙ୍ଗୀର ଗଲା ବଲାଙ୍ଗୀର ଚେକ୍ କଲା ଲୁସିଙ୍ଗା ଗଲା ଲୁସିଙ୍ଗା ଡୁଡ଼କା ଗଲା ସବୁ ଦିନ ଦେଖିଲେ ବେଲେ ସେ ଆକାଉଣ୍ଟ ଲକ୍ ହେଇଯାଇଛି ସେନକେ ଯିବାକେ ଅପଡ଼େଟ୍ କରବାକେ ପଡ଼ବା ବୋଲି। ଆଉ ଯେତେବେଳେ 28 ତାରିଖ ଦିନ ସେ ଗଲା କେନକେ ଯାଇଥିଲେ କେରଳ? କେରଳ ଗଲା ଆଉ କେରଳ ହସ୍ପିଟାଲରେ ଭର୍ତ୍ତି ହେଲା। ଆଉ ଭର୍ତ୍ତି ହେଇ ସାରିଲା ପରେ 2 ଦିନ ପରେ ସେ ପୁରା ସେ ଖରାପ ହେଇଗଲା। ଆଉ ଆମକୁ ସେନୁ ଫୋନ୍ କଲି ଖରାପ ହେଇ ସାରିଲା ପରେ ଫୋନ୍ କଲି ବେଲେ ଆମେ ଯାଉଥିଲୁ ବେଲେ ବରଗଡ଼ନୁ ଫେକେ ଫେରି ଆସିକିରି ଇନ ଗୁଟେ ତାମାନେ ସମାଧାନଟେ କରି କାଣା କର୍ମା ତାହାକେ ବଢ଼ିକି ଆଣବାର୍ ଲାଗି ଲାଷ୍ଟକେ ଆଣବାର୍ ଲାଗି ନଗାଁକେ ଚାଲିଛେ ବେଲେ ସେଟା ନି ଆଣବାର୍ ତେଲ୍ ବେଲେ ଏତ୍କି ବେଲ ଯା ଗଲେ କିଛି ଜଣା ନି ପଡ଼ବା 12 ବଜଲାନ ବେଲେ କାଣା କରି ହେବା ମାନେ କେନ୍ତା ନଗାଁ ପୋଷ୍ଟମର୍ଟମଟା ସେନ କରିବେ? ହଁ ପୋଷ୍ଟମର୍ଟମ୍ ଗଲେ ସେନ ହେବା ବୋଲୁଛୁଁ। ବେଲେ ଏତ୍କି ବେଲେ ସେନ ନି ହେବାର୍ ତେଲ୍ ବେଲେ କେନ୍ତା କରି ସେ ଜିନିଷକେ ଆମେ ନଗାଁକେ ପହଞ୍ଚାବାର୍ ଲାଗି ତାହାକେ ଚାଲିଛେ। ତ ଆଜ୍ଞା କହିପାରମା ଏଇଟା ଗୋଟେ ସରକାରର ଭୁଲ ନୀତି ଲାଗି ଗୋଟେ ଜୀବନଟା ଚାଲିଗଲା ବୋଲିକିରି? ହଁ ଏଇଟା ତ ପୁରା ସରକାର ଲାଗି ଏକା ପୁରା ଏଇଟା ଆମର ତାରମାନେ ତାର ସରକାରର ଦାୟୀ ଏଇଟା। ଆଜ୍ଞା ଆଉ ଆମର ଚାଷୀ କିନି ଏନ୍ତା ସେଥିର୍ଲାଗି ଏକା ଜୀବନ ଗଲା ନେଲେ ଏତେ ପୁରା ଆମେ ଧାନ ଯେନ୍ ବିକୁଛୁଁ ଆମର ମଣ୍ଡି ତ ପୁରା ଘରେ ଆମେ ଯେନ୍ ବ୍ୟାଙ୍କ ପାଖେ ଆମେ ଦେବା କିନ୍ତୁ ଆଜ୍ଞା ଆମେ ବର୍ଷକର ଆଗ୍ରହର କଥା ଯଦି କହିମା ତ ଆଗରୁ ଯେନ୍ ଆକାଉଣ୍ଟ ଦଉଥିଲେ ସେ ଆକାଉଣ୍ଟରେ ପଇସାଟା ବହୁତ ପଡୁଥିଲା। ବଢ଼ିଆ ଗଲା ଥର ପଡ଼ିଥିଲା ଆମର ଆଜ୍ଞା ପଞ୍ଜାବ ସେ ବ୍ୟାଙ୍କରେ ସେ ନିଜେ ପଡ଼ିଥିଲା। ବି ଧାନ ବିକିଥିଲେ? ହଁ ସେ ନିଜେ ବିକିଥିଲା ଇନ କାଢ଼ି ପାରିଥିଲୁ ପଞ୍ଜାବ ବ୍ୟାଙ୍କରେ ଆଜ୍ଞା ପଡ଼ିଥିଲା। ଆଉ ସେ ପଇସା ଇଥର ଏକା ଆମର ଚାଷୀର ଇଥିର୍ ଲାଗି ବାକି ଅବହେଲା ଲାଗି ଆମର ଯେନ୍ ପଇସାଟା ଆଜି ଗରିବ ପିଲା ଯାଇକରି ସେନ ଯେତେବେଲେ ସେନ୍କେ ଯାଇଛେ ପଇସା ଲାଗି ଆଉ ସେନ ଜୀବନ ହରେଇଛେ ବେଲେ ସରକାର ଏଇଥିର୍ ଦେଇ ହେବାର। ତ ବର୍ତ୍ତମାନ ଯେହେତୁ ତାଙ୍କର ଜୀବନ ଚାଲିଛି ବାପା ମା କିଏ ନାଇଁ ତାଙ୍କର ଭଉଣୀ ଯୋଉଟେ ବାହାରେ ମାନେ ମ୍ୟାରେଜ କରିଛନ୍ତି ଆଜ୍ଞା ଆପଣ ଯେହେତୁ ତାଙ୍କର ସମ୍ପର୍କୀୟ ଭାଇ ଅଛନ୍ ତ ହଁ ବର୍ତ୍ତମାନ ଆପଣ କାଣା ସରକାରকে ଅନୁରୋଧ କରିବେ ଆପଣ ବେଲେ କାଣା ଚାହୁଁଛନ୍? ସରକାରକେ ଆମେ ଡିମାଣ୍ଡ କରୁଛୁ ଯେ ଇଥିର୍ ତାମାନେ ସେ ତାର ଭଉଣୀ ମାନେ କିନି ଜାଣ ପୁରା ଦାବି କରି ଯେନ୍ଟା ଗୁଟେ ତାହାକୁ ଲାଗି ପୁରା ଏଇଟା ହେବାର୍ କଥା ବୋଲି। ଆଜ୍ଞା ତାପରେ ବର୍ତ୍ତମାନ ତାଙ୍କର ସେ ଶବଟାକେ କେନ୍ତାରେ କିନ୍ତୁ ଆଣିବେ? ଇନକୁ ତାମାନେ କେନ୍ତା କି ଇନକେ ପହଞ୍ଚିବା ସେଥିରେ ଗୁଟେ ଆମର ଶବଟା କେନ୍ତାରେ ପହଞ୍ଚିବ ହଁ ବୋଲି? ଇନକେ କେନ୍ତା ପହଞ୍ଚି କରି ନ ଆମେ ତାମାନେ ସେ ଜିନିଷକେ ଆମେ ଉଦ୍ଧାର କରମୁ ସେ ଜିନିଷ। ତ
ତ ନିହାତି ଶୁଣି ପାରୁଥିଲେ ଗୋଟେ ଗରିବ ପରିବାରର କଥା ଏଇଟା। ଆମେ ବର୍ତ୍ତମାନ ଅଛୁ ନଗାଁ ଏ ଯେ ନାଗଲପୁର ବ୍ଲକର ନଗାଁ ଏ ଗାଁରେ ଅଛୁ। ଗୋଟେ ଗରିବ ପରିବାର ମାନେ ବାପା ମାଆ କେ ଛୁଆ ବେଲେ ହରେଇ ଦେଇଥିଲେ। ତାପରେ ଭଉଣୀ ଯୋଉଟାକି ବିହା କରାଲେ ଆଉ ବିହା କରାଲା ପରେ ଯେତେବେଳେ ଖର୍ଚ୍ଚାଟା ସେ କରଜକେ ସୁଝବାର୍ ଲାଗି ସେ ବାହାରକେ ଯେତେବେଳେ କାମ କରି ଯାଇଥିଲେ, ବାହାରେ ଦାଦନ ଶ୍ରମିକ ହିସାବରେ କେରଳରେ କାମ କରୁଥିଲେ ଏବଂ କେରଳରେ କାମ କରିକରି ଘରକେ ଆସିଥିଲେ ଧାନ ବିକବାର୍ ଲାଗି। ଆଉ ଧାନ ବିକଲା ପରେ ଯେହେତୁ ବର୍ତ୍ତମାନ ସମୟରେ ଆଧାର ବେସିସ୍ରେ ଧାନ ମାନେ ପଇସା ମାନେ ପଡ଼ୁଛି ଆକାଉଣ୍ଟ ମାନଙ୍କୁ, ତ ଯେହେତୁ ତାଙ୍କର କେରଳରେ ଆକାଉଣ୍ଟ ଥିଲା ସେ କେରଳରେ ସେ ପଇସାଟା ପଡ଼ି ଯାଇଥିଲା। ଆଉ କେରଳକେ ଯେତେବେଳେ କାଢ଼ି ଯାଉଥିଲେ ତାଙ୍କର ମୃତ୍ୟୁ ଘଟିଛି। ତ ନିହାତି ତାଙ୍କର ସମ୍ପର୍କୀୟ ଭାଇର କଥା ଶୁଣି ପାରୁଥିଲେ। ନିହାତି ପ୍ରଶାସନ କି ସରକାର କି ଥିଲେ ଦାୟୀ କରିଛନ୍ତି, କାହିଁକି ସରକାର ଗୋଟେ ଭୁଲ ନୀତି ଲାଗି ଜୀବନ ଯାଇଛି ବୋଲିକରି ପରିବାର ଲୋକେ କହୁଛନ୍, ଆପଣମାନେ ଶୁଣି ପାରୁଥିବେ। ତ ନିହାତି ପରିବର୍ତ୍ତନର ଆବଶ୍ୟକତା ରହିଛି, କାହିଁକି ଏଇଟା ନଗାଁ ଏର କଥା ନେଇଛି। ଅନେକ ଜାଗାରେ ଆମେ ଦେଖୁଛୁ ଲୋକ ପଇସା କାଢ଼ବାର୍ ଲାଗି ହଇରାଣ ହେଉଛନ୍, ଅଲଗା ଅଲଗା ଆକାଉଣ୍ଟ ମାନଙ୍କୁ ପଇସା ପଡ଼ିଯାଉଛି, ଯେନ୍ଟାକି ଚାଷୀମାନେ ଅଭିଯୋଗ କରୁଛନ୍ ଆଉ ପଇସା କାଢ଼ବାର୍ ଲାଗି ହଇରାଣ ହେଉଛନ୍। ତ ନିହାତି ଉପରେ ସରକାର ଧ୍ୟାନ ଦେଇକରି କିଛି ଗୋଟେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଉ ବଳରାମ ପ୍ରଧାନଙ୍କର ଯେନ୍ ବର୍ତ୍ତମାନ ସମୟରେ ତାଙ୍କର ଦେହାନ୍ତ ହେଇছে, ତାଙ୍କର ଶବ କେନ୍ତାରେ ଘରକେ ଆସିପାରବା, କାହିଁକି ତାଙ୍କର କେହି ନାଇଁନ। ତ ଶବ କେନ୍ତାରେ ଆସିପାରବା, ଆଉ ତାଙ୍କର ଭଉଣୀ ଯୋଉଟେ ଯେହେତୁ ଅଛନ୍, ତ ଭଉଣୀ ଯୋଉଟାକ ମାନେ ତାଙ୍କର ପରିବାର ପ୍ରତି ସରକାର କିଛି ସହାୟତା କରବାର୍ ଲାଗି ତାଙ୍କର ଭାଇ ଅନୁରୋଧ କରୁଥିଲେ, ଯେନ୍ଟାକି ଆପଣମାନେ ଶୁଣି ପାରୁଥିଲେ। ମୋ ନାଁ ରଞ୍ଜନ କୁମାର ସାହୁ, ନଗାଁ ପ୍ୟାକ୍ସ ସେକ୍ରେଟାରୀ। ତ ଅଭିଯୋଗ ବେଲେ ସାର୍ ତାଙ୍କର ନାଁ ହେଲା ଯେନ୍ ଆମର ଚାଷୀ ବଳରାମ ପ୍ରଧାନ, ତାଙ୍କର ପିତା ହେଲା ହର ପ୍ରଧାନ, ନଗାଁର ଗୋଟେ ଚାଷୀ। ତ ତାଙ୍କର ସେ 31 କୁଇଣ୍ଟାଲ 1 କେଜି ଆମର ବିକିଛନ୍। ଆଉ ଡିସେମ୍ବର 22 ତାରିଖ ବିକିଛନ୍। ଡିସେମ୍ବର 22 ତାରିଖ ନାଇଁ ଦାଦନ ଖଟି ଯାଇଥିଲେ କି କାଣା କରୁଥିଲେ ସେ ଜିନିଷଟା ତ ମୁଇଁ କହିପାରେ ସାର୍। କିନ୍ତୁ ଆମର ଇନୁ ଯେତେବେଳେ ବିକି ସାରିଲେ ତ ବିକିଲା ବେଲକେ ନଥିଲେ, ଦେଇ ସାରିଲା ପରେ ତାଙ୍କର ପଇସାଟା ଯେନ୍ ଆକାଉଣ୍ଟଟା ଡିବିଟି ଲିଙ୍କ ହେଇছে ସେଟା କେରଳର କି ତାମିଲନାଡୁର କେନ୍ ଗୋଟେ ଆକାଉଣ୍ଟ ମୁଁ ଯାହା ଜାଣିଛେ। ନାଇଁ ଆକାଉଣ୍ଟ ଆମକୁ ଇ ବର୍ଷ ଲାଗି ଆମକୁ ଆକାଉଣ୍ଟ ଆମର ପାଖେ ଅପସନ୍ ନାଇଁ ନ ସାର୍ ଆକାଉଣ୍ଟ ନେବା। ଯେନ୍ଟା ଆଧାର କାର୍ଡ଼ ଅନୁସାରେ ରେଜିଷ୍ଟ୍ରେସନ୍ ହେଉଥିଲା, ଯେନ୍ଟା ଆଧାର କାର୍ଡ଼ରେ ଆକାଉଣ୍ଟ ଡିବିଟି ଲିଙ୍କ ହେଇଥିବା ସେ ଅନୁସାରେ ହିଁ ସେଟା ପଇସା ପଡ଼ବା। ତ ସେ ପଇସା କାଢ଼ି କେବେ ଯାଇଥିଲେ କାଣା ତାଙ୍କର? ତ ମୁଇଁ ହେ ତ ଏକୁରେଟ୍ ରିପୋର୍ଟ ଦେଇନି ପାରେ, କିଛି ଦିନ ଆଗରୁ ଯାଇଥିଲେ ଓ ସେନ ଯାହା ମୁଇଁ ଶୁଣୁଛେ ସେନ ତାଙ୍କର ଦେହାନ୍ତ ହେଇଯାଇଛି। ତ କାଣା କହିବେ, ଗୋଟେ ଚାଷୀ ଗୋଟେ ଭୁଲ ନୀତି ଲାଗି ସରକାର ଜୀବନ ଚାଲି ଯାଇଛି, କାଣା କହିବେ ସେ ଉପରେ ଆପଣଙ୍କର ପ୍ରତିକ୍ରିୟା କାଣା? ନାଇଁ ଭୁଲ ନୀତି ବୋଲିକି ତ ମୁଁ କହିନି ପାରେ ସାର୍। ଯେନ୍ଟା ଗଭର୍ଣ୍ଣମେଣ୍ଟ ନୀତି କଲେ ସେ ଅନୁସାରେ ଆମେ କାମ କର୍ମୁ। ଆଉ ତ ମୋତେ ବି ଦୁଃଖ ଲାଗୁଛେ, ଗୋଟେ ଚାଷୀଟେ ତାମିଲନାଡୁକେ ଗଲା ପଇସା ଆଣବାର୍ ବାଟେ ତାଙ୍କର ଦେହାନ୍ତ ହେଇଯିବାର୍ଟା। ଆଉ ଭୁଲ ନୀତି ବୋଲି ତ କହିନି ପାରୁ। ତ କାଣା ଆପଣଙ୍କର ତରଫରୁ ଆପଣ କାଣା ଏ ବାବଦରେ ଲିଖିତ ଭାବେ ଜଣାଲେନ କିଛି? ମୁଇଁ ଭାର୍ବାଲି ଜଣେଇଛେ, ଆଜି ଲିଖିତ ଅନୁସାରେ ମୁଁ ଜଣାମି।